ଆପଣ ଘରୁ ବାହାରିକି ଯାଉଛନ୍ତି ସକାଳୁ ଗାଧୋଇ ପାଧେଇ ସାରିଲେ ଲୁଗାପଟା ପିନ୍ଧିଲେ କୌଣସି ଗୋଟେ ମଙ୍ଗଳ କାର୍ଯ୍ୟରେ ବାହାରିକି ଯାଉଛନ୍ତି ବା କେଉଁଠି ଗୋଟେ ଆପଣଙ୍କର କାମ ବାକି ରହିଛି ଆପଣ ସେଠିକି ଯାଉଛନ୍ତି ତାକୁ ପୂରଣ କରିବା ପାଇଁ କି ଆପଣ ଝିଅ ବାହାଘର ଉଦ୍ଦେଶ୍ୟରେ ପ୍ରସ୍ତାବ ନେଇ ଯାଉଛନ୍ତି ଜଣଙ୍କ ଘରକୁ କି ପୁଅ ବାହାଘର ଉଦ୍ଦେଶ୍ୟରେ ପ୍ରସ୍ତାବ ନେଇ ଯାଉଛନ୍ତି ଆପଣ କି କାହାଠାରୁ କିଛି ଆପଣ ଆଣିବା ପାଇଁ ଜିନିଷ ଯାଉଛନ୍ତି କୌଣସି ଗୋଟେ କାର୍ଯ୍ୟରେ ଯେକୌଣସି କାର୍ଯ୍ୟରେ ହେଉ ଆପଣ ଘରୁ ଗାଧୋଇ ପାଧୋଇ ବାହାରିକି ଯାଉଛନ୍ତି କିନ୍ତୁ ବାହାରିକି ଯିବା ଭିତରେ ସେ କାର୍ଯ୍ୟରେ ସଫଳତା ମିଳିବ କି ନାହିଁ କିଛି କ'ଣ ଗ୍ୟାରେଣ୍ଟି ଅଛି? ହଁ ଝିଅ ବାହାଘର ପାଇଁ ପ୍ରସ୍ତାବ ନେଇ ଯାଉଛନ୍ତି ଆଉ ହୁଏତ ଝିଅ ବାହାଘର ଯେଉଁ ପ୍ରସ୍ତାବ ନେଇ ଯାଉଛନ୍ତି ସେ ବାହାଘର ନ ହେଇପାରେ ପ୍ରସ୍ତାବ ଭାଙ୍ଗି ଯାଇପାରେ ପୁଅ ବାହାଘର ନ ହେଇପାରେ ପ୍ରସ୍ତାବ ଭାଙ୍ଗି ଯାଇପାରେ କୌଣସି କାର୍ଯ୍ୟରେ ଯାଉଛନ୍ତି ସେ କାର୍ଯ୍ୟ ନ ହେଇପାରେ ସେ କାର୍ଯ୍ୟରେ ଆପଣ ଅସଫଳ ହେଇପାରନ୍ତି କିନ୍ତୁ ନା ଅସଫଳ କେବେ ହେବେ ନାହିଁ ଗୋଟିଏ କାମ ଯଦି କରିବେ କେବେ ହେଲେ ଝିଅ ବାହାଘର ପ୍ରସ୍ତାବ ନେଇ ଯଦି ଯାଉଛନ୍ତି ଅସଫଳ ଆପଣ ହେବେ ନାହିଁ ଯଦି ଗୋଟିଏ କାମ ଆପଣ କରିବେ କେବେ ହେଲେ ପୁଅର ଚାକିରି ଉଦ୍ଦେଶ୍ୟରେ ଯଦି ଯାଉଛନ୍ତି ଅସଫଳ ହେବେ ନାହିଁ ଗୋଟିଏ କାମ ଯଦି କରିବେ ସେ କାମଟା କ'ଣ ନା ଆପଣ ଗାଧେଇ ପାଧେଇ ସାରିଲା ପରେ ଧୁଆ ଲୁଗା ପିନ୍ଧି ବା ସଫା ଡ୍ରେସ୍ ପିନ୍ଧି ଯଦି ବାହାରିକି ଗଲାବେଳେ ଠାକୁରଙ୍କୁ ତ ମୁଣ୍ଡିଆ ମାରିବା ଅଲଗା କଥା ସ୍ମରଣ କରିକି ଯିବେ କିନ୍ତୁ ତାପରେ ମଧୁରୀ ଆପଣ ମଧୁରୀ ଘରେ ସବୁବେଳେ ରଖିଥିବେ ସେ ମଧୁରୀକି ଆପଣ ଚକିରେ ନେଇ ଗ୍ୟାରେଣ୍ଟି ମଧୁରୀକୁ ଚକିରେ ନେଇ ଅଧ ଚାମଚ ହେଉ ବା ଚାମଚି ହେଉ ମଧୁରୀଟି ନେଇ ଆପଣ ପାଟିରେ ପକାଇଦେବେ ସେ ମଧୁରୀକି ପାଟିରେ ଆପଣ ପକାଇ ଚୋବେଇ ଚୋବେଇ ଆପଣ ଯିବେ ରଖିଥିବେ ଟିକେ ଟିକେ ଚୋବଉଥିବେ ଯେକୌଣସି କାର୍ଯ୍ୟରେ ଆପଣ ଯାଆନ୍ତୁ ପରୀକ୍ଷା କରି ଦେଖନ୍ତୁ ସେ କାର୍ଯ୍ୟରେ ଆପଣ କୃତକାର୍ଯ୍ୟ ହେବେ ଅସଫଳ ହେବେ ନାହିଁ କୃତକାର୍ଯ୍ୟ ହିଁ ହେବେ ସେଇଥିପାଇଁ କୌଣସି କାର୍ଯ୍ୟରେ ସଫଳତା ପାଇବାକୁ ହେଲେ କାର୍ଯ୍ୟରେ ଜୟଯୁକ୍ତ ହେବାକୁ ହେଲେ ଆପଣ ଘରୁ ବାହାରିଲା ବେଳେ ମଧୁରୀ ଟିକେ ପାଟିରେ ପକାଇ ଯାଆନ୍ତୁ କାର୍ଯ୍ୟରେ ସଫଳତା ମିଳିବ ଅସଫଳ ହେବେ ନାହିଁ। ଏ ଥିଲା ଆଜିର ଅନୁଚିନ୍ତା।